କଳ୍ପନା କରନ୍ତୁ, ଆପଣ ନିଜର ସମ୍ପୂର୍ଣ୍ଣ ଜୀବନ ଧର୍ମର ସୁରକ୍ଷା ପାଇଁ ଲଢ଼ିଛନ୍ତି, ସତ୍ୟର ପଥରେ ଚାଲିଛନ୍ତି, ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ଅସଂଖ୍ୟ କଷ୍ଟ ସହିଛନ୍ତି ଏବଂ ଶେଷରେ ନ୍ୟାୟପୂର୍ଣ୍ଣ ଭାବେ ଏକ ବିଶାଳ ସାମ୍ରାଜ୍ୟର ଶାସନ କରିଛନ୍ତି। କିନ୍ତୁ ଯେତେବେଳେ ଆପଣଙ୍କ ସ୍ୱର୍ଗଯାତ୍ରାର ସମୟ ଆସେ, ଆପଣଙ୍କ ଆଖି ଆଗରେ ଜଣେ ପରେ ଜଣେ ଆପଣଙ୍କ ସମସ୍ତ ଭାଇ ମୃତ୍ୟୁବରଣ କରନ୍ତି ଏବଂ ସ୍ୱର୍ଗରେ ପହଞ୍ଚିବା ପରେ ଆପଣ ଦେଖନ୍ତି ଆପଣଙ୍କ ସବୁଠୁ ବଡ଼ ଶତ୍ରୁ, ସେହି ବ୍ୟକ୍ତି ଯାହାକୁ ଆପଣ ସମଗ୍ର ଜୀବନ ଧର୍ମର ବିପକ୍ଷରେ ଦେଖିଥିଲେ, ସେ ଆପଣଙ୍କ ପୂର୍ବରୁ ସ୍ୱର୍ଗରେ ବସିଛି। ଏହା କୌଣସି କାଳ୍ପନିକ କାହାଣୀ ନୁହେଁ, ଏହା ହେଉଛି ଧର୍ମରାଜ ଯୁଧିଷ୍ଠିରଙ୍କ ଜୀବନର ସବୁଠୁ ରହସ୍ୟମୟ ଅଧ୍ୟାୟ। ମହାଭାରତର ସେହି ଅଧ୍ୟାୟ ଯାହା କେବଳ ସ୍ୱର୍ଗଯାତ୍ରାର କାହାଣୀ ନୁହେଁ, ବରଂ ମଣିଷର ଅହଙ୍କାର, କର୍ମ ଏବଂ ଧର୍ମର ସବୁଠୁ ଗଭୀର ଶିକ୍ଷା। ଏହା ହେଉଛି ପାଣ୍ଡବଙ୍କ ମହାପ୍ରସ୍ଥାନର ପ୍ରକୃତ କାହାଣୀ। ମହାଭାରତର ଭୟଙ୍କର ଯୁଦ୍ଧ 18 ଦିନ ଧରି ଚାଲିଥିଲା। ଯେତେବେଳେ ଧୂଳି ବସିଗଲା ଏବଂ ରଣଭୂମି ନୀରବ ହେଲା, କୌରବ ବଂଶର ଅନ୍ତ ହୋଇସାରିଥିଲା, ହସ୍ତିନାପୁରର ସିଂହାସନ ପାଣ୍ଡବମାନଙ୍କ ହାତକୁ ଆସିଲା। କିନ୍ତୁ ଏହି ବିଜୟର ମୂଲ୍ୟ ଥିଲା ଭୟଙ୍କର। ଲକ୍ଷ ଲକ୍ଷ ଜୀବନ ନଷ୍ଟ ହୋଇଥିଲା, ଅସଂଖ୍ୟ ପରିବାର ଉଜୁଡ଼ି ଯାଇଥିଲା ଏବଂ ହସ୍ତିନାପୁର କେବେ ବି ପୂର୍ବବତ ରହିଲା ନାହିଁ। ଯୁଦ୍ଧ ପରେ ପ୍ରାୟ 36 ବର୍ଷ ପର୍ଯ୍ୟନ୍ତ ଧର୍ମରାଜ ଯୁଧିଷ୍ଠିର ରାଜ୍ୟ ଶାସନ କଲେ। କିନ୍ତୁ ସମୟର ଚକ୍ର ଆଉ ଏକ ବିଚ୍ଛେଦର ପ୍ରସ୍ତୁତି କରୁଥିଲା। ଦ୍ୱାରିକାରେ ଶ୍ରୀକୃଷ୍ଣଙ୍କ ବଂଶ ନିଜ ନିଜ ମଧ୍ୟରେ ସଂଘର୍ଷ କରି ନଷ୍ଟ ହେବାକୁ ଲାଗିଲା ଏବଂ ଶେଷରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ନିଜର ଦିବ୍ୟ ଲୀଳା ସମାପ୍ତ କରି ଧରାଧାମ ତ୍ୟାଗ କଲେ। ଅର୍ଜୁନ ଦ୍ୱାରିକାରୁ ଫେରି ଏହି ସମ୍ବାଦ ଭାଇମାନଙ୍କୁ ଶୁଣାଇଲେ ଏବଂ ସେହି ମୁହୂର୍ତ୍ତରେ ପାଣ୍ଡବମାନେ ବୁଝିଗଲେ ତାଙ୍କର ପୃଥିବୀ ପ୍ରତି କର୍ତ୍ତବ୍ୟ ଏବେ ସମାପ୍ତ ହୋଇସାରିଛି। 5 ପାଣ୍ଡବ ଏବଂ ଦ୍ରୌପଦୀ ସମସ୍ତ ରାଜସୁଖ ତ୍ୟାଗ କରିଦେଲେ। ଯୁଧିଷ୍ଠିର ଅଭିମନ୍ୟୁଙ୍କ ପୁତ୍ର ପରୀକ୍ଷିତଙ୍କୁ ହସ୍ତିନାପୁରର ରାଜଗାଦି ପ୍ରଦାନ କଲେ ଏବଂ ଆରମ୍ଭ ହେଲା ମହାପ୍ରସ୍ଥାନ, ଏକ ଏମିତି ଯାତ୍ରା ଯାହାର ଲକ୍ଷ୍ୟ ଥିଲା ସ୍ୱର୍ଗ ଏବଂ ଯାହାର ପଛକୁ ଫେରିବା ପାଇଁ କୌଣସି ମାର୍ଗ ନଥିଲା। କିନ୍ତୁ ଏହି ଯାତ୍ରାରେ ଆଉ ଜଣେ ସାଥୀ ଥିଲେ, ଏକ ରହସ୍ୟମୟ କୁକୁର। ସେ ନୀରବରେ ସେମାନଙ୍କ ପଛରେ ଚାଲୁଥିଲା। ସେତେବେଳେ କେହି ଜାଣିନଥିଲେ ଏହି କୁକୁର ହିଁ ଏହି କାହାଣୀର ସବୁଠୁ ବଡ଼ ରହସ୍ୟ। ଯାତ୍ରା ଆରମ୍ଭରେ ସେମାନେ ଦକ୍ଷିଣ ଦିଗର ସମୁଦ୍ର ତଟକୁ ପହଞ୍ଚିଲେ। ସେଠାରେ ଅର୍ଜୁନ ନିଜର ଗାଣ୍ଡୀବ ଧନୁ ତ୍ୟାଗ କଲେ। ଏହା କେବଳ ଏକ ଅସ୍ତ୍ରର ତ୍ୟାଗ ନଥିଲା, ଏହା ଥିଲା ନିଜର ପରିଚୟ, ଗର୍ବ ଓ ଶକ୍ତିର ତ୍ୟାଗ। ଏହାପରେ ସେମାନେ ହିମାଳୟ ଏବଂ ମେରୁ ପର୍ବତ ଅଭିମୁଖେ ଅଗ୍ରସର ହେଲେ ଏବଂ ସେଠାରୁ ଆରମ୍ଭ ହେଲା ଅନ୍ତିମ ପରୀକ୍ଷା। କଠିନ ପର୍ବତୀୟ ପଥରେ ଚାଲୁଥିବା ସମୟରେ ଦ୍ରୌପଦୀ ହଠାତ୍ ଟଳମଳ ହୋଇ ପଡ଼ିଗଲେ। ଦେବତାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ, କିନ୍ତୁ ପାଣ୍ଡବମାନେ ଆଗକୁ ଚାଲିଥିଲେ। ଯେତେବେଳେ କାରଣ ପଚରାଗଲା, ଯୁଧିଷ୍ଠିର ପଛକୁ ନ ଚାହିଁ କହିଲେ, ଦ୍ରୌପଦୀ ନିଜ 5 ପତିଙ୍କ ମଧ୍ୟରୁ କେବଳ ଅର୍ଜୁନଙ୍କୁ ସବୁଠୁ ଅଧିକ ପ୍ରେମ କରୁଥିଲେ। ତାଙ୍କ ମନରେ ପକ୍ଷପାତ ଥିଲା ଏବଂ ଧର୍ମ ନିରପେକ୍ଷତା ଦାବି କରେ। କିଛି ଦିନ ପରେ ସହଦେବ ମଧ୍ୟ ଭୂମିରେ ପଡ଼ିଗଲେ। ଯୁଧିଷ୍ଠିର କହିଲେ, ତାଙ୍କୁ ନିଜ ବୁଦ୍ଧି ଉପରେ ଅତ୍ୟଧିକ ଗର୍ବ ଥିଲା। ସେ ନିଜକୁ ସର୍ବଶ୍ରେଷ୍ଠ ଜ୍ଞାନୀ ମନେ କରୁଥିଲେ। ତାପରେ ନକୁଳ ମଧ୍ୟ ପଡ଼ିଗଲେ, କାରଣ ନିଜ ସୌନ୍ଦର୍ଯ୍ୟ ପ୍ରତି ଅଭିମାନ। କିଛି ସମୟ ପରେ ଅର୍ଜୁନ ମଧ୍ୟ ଭୂମିରେ ଲୁଟି ପଡ଼ିଲେ। ଯୁଧିଷ୍ଠିର କହିଲେ, ଅର୍ଜୁନ ନିଜ ପରାକ୍ରମ ଉପରେ ଗର୍ବ କରୁଥିଲେ। ସେ ଭାବୁଥିଲେ ସେ ଏକା ହିଁ ସମସ୍ତ ଶତ୍ରୁଙ୍କୁ ବିନାଶ କରିପାରିବେ। ଏବେ ରହିଥିଲେ ମହାବଳୀ ଭୀମ, କିନ୍ତୁ କିଛି ଦୂର ଯିବା ପରେ ସେ ମଧ୍ୟ ପଡ଼ିଗଲେ। ମୃତ୍ୟୁ ପୂର୍ବରୁ ସେ ପଚାରିଲେ, ଭାଇ, ମୁଁ କାହିଁକି ପଡ଼ିଗଲି? ଯୁଧିଷ୍ଠିର ଉତ୍ତର ଦେଲେ, ତୁମକୁ ନିଜ ଶକ୍ତି ପ୍ରତି ଅତ୍ୟଧିକ ଅହଙ୍କାର ଥିଲା ଏବଂ ଭୋଜନ ପ୍ରତି ଅତ୍ୟଧିକ ଆସକ୍ତି ମଧ୍ୟ ଥିଲା। ଏବେ ସମସ୍ତେ ଚାଲିଯାଇଥିଲେ, ରହିଥିଲେ କେବଳ ଯୁଧିଷ୍ଠିର ଏବଂ ସେହି ରହସ୍ୟମୟ କୁକୁର। ଶେଷରେ ଯୁଧିଷ୍ଠିର ସ୍ୱର୍ଗ ଦ୍ୱାରରେ ପହଞ୍ଚିଲେ। ସେଠାରେ ଦେବରାଜ ଇନ୍ଦ୍ର ନିଜର ଦିବ୍ୟ ରଥ ସହ ତାଙ୍କୁ ଅପେକ୍ଷା କରିଥିଲେ। ଇନ୍ଦ୍ର କହିଲେ, ଧର୍ମରାଜ, ଆପଣ ସଶରୀରେ ସ୍ୱର୍ଗ ପ୍ରବେଶର ଅଧିକାର ଲାଭ କରିଛନ୍ତି, କିନ୍ତୁ ଏହି କୁକୁର ଆପଣଙ୍କ ସହ ଯାଇପାରିବ ନାହିଁ। ଯୁଧିଷ୍ଠିର ତୁରନ୍ତ ମନା କରିଦେଲେ। ସେ କହିଲେ,
ଯିଏ ସମଗ୍ର ଯାତ୍ରାରେ ମୋ ସାଥ ଛାଡ଼ି ନାହିଁ, ମୁଁ ତାକୁ ଛାଡ଼ି ସ୍ୱର୍ଗକୁ ଯିବି ନାହିଁ। ଇନ୍ଦ୍ର ବହୁତ ବୁଝାଇଲେ, କିନ୍ତୁ ଯୁଧିଷ୍ଠିର ଅଡ଼ି ରହିଲେ ଏବଂ ସେହି ମୁହୂର୍ତ୍ତରେ କୁକୁରଟି ନିଜର ପ୍ରକୃତ ରୂପ ଧାରଣ କଲା। ସେ କୌଣସି ସାଧାରଣ ପ୍ରାଣୀ ନଥିଲା, ସେ ଥିଲେ ସ୍ୱୟଂ ଯମରାଜା, ଯିଏ ଯୁଧିଷ୍ଠିରଙ୍କ ଅନ୍ତିମ ପରୀକ୍ଷା ନେଉଥିଲେ ଏବଂ ଧର୍ମରାଜ ସେହି ପରୀକ୍ଷାରେ ସଫଳ ହୋଇଥିଲେ। କିନ୍ତୁ କାହାଣୀ ଏଠାରେ ଶେଷ ହୁଏ ନାହିଁ। ଯେତେବେଳେ ଯୁଧିଷ୍ଠିର ସ୍ୱର୍ଗକୁ ପ୍ରବେଶ କଲେ, ସେ ଯାହା ଦେଖିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲା। ଦୁର୍ଯ୍ୟୋଧନ, ହଁ ସେହି ଦୁର୍ଯ୍ୟୋଧନ, ଦିବ୍ୟ ବସ୍ତ୍ର ପରିଧାନ କରି ସମ୍ମାନ ସହ ସ୍ୱର୍ଗରେ ବସିଥିଲେ। ଯୁଧିଷ୍ଠିର କ୍ରୋଧିତ ହେଲେ। ସେ କହିଲେ, ଯେଉଁଠି ଦୁର୍ଯ୍ୟୋଧନ ଅଛି ମୁଁ ସେଠାରେ ରହିବି ନାହିଁ। ମୋତେ ମୋ ଭାଇମାନଙ୍କ ପାଖକୁ ନେଇ ଚାଲ। ତାପରେ ତାଙ୍କୁ ଏକ ଭୟଙ୍କର ଅନ୍ଧକାରମୟ ପଥରେ ନିଆଗଲା। ଚାରିଆଡ଼େ ଦୁର୍ଗନ୍ଧ, ଯନ୍ତ୍ରଣା ଏବଂ ଚିତ୍କାର। ହଠାତ୍ କିଛି ସ୍ୱର ଶୁଣାଗଲା, ଭାଇ, ଆମକୁ ଛାଡ଼ି ଯାଅ ନାହିଁ। ସେଗୁଡ଼ିକ ଥିଲା ଭୀମ, ଅର୍ଜୁନ, ନକୁଳ, ସହଦେବ ଏବଂ ଦ୍ରୌପଦୀଙ୍କର ସ୍ୱର। ଯୁଧିଷ୍ଠିର କୌଣସି ମୁହୂର୍ତ୍ତ ବିଳମ୍ବ କଲେ ନାହିଁ। ସେ କହିଲେ, ଯଦି ମୋ ପରିବାରଜନ ଏଠାରେ ଅଛନ୍ତି, ତେବେ ମୁଁ ମଧ୍ୟ ଏଇଠି ରହିବି। ଏବଂ ସେହି ମୁହୂର୍ତ୍ତରେ ସମଗ୍ର ଦୃଶ୍ୟ ପରିବର୍ତ୍ତନ ହୋଇଗଲା। ଇନ୍ଦ୍ରଦେବ ପ୍ରକଟ ହେଲେ। ସେ କହିଲେ, ଏହା ମଧ୍ୟ ଏକ ପରୀକ୍ଷା ଥିଲା। ତୁମକୁ କିଛି ସମୟ ପାଇଁ ନରକର ଅନୁଭୂତି କରାଯାଉଥିଲା, କାରଣ ଦ୍ରୋଣାଚାର୍ଯ୍ୟଙ୍କ ବଧ ସମୟରେ ତୁମେ ଅଶ୍ୱତ୍ଥାମାଙ୍କ ମୃତ୍ୟୁ ବିଷୟରେ ଅର୍ଦ୍ଧ ସତ୍ୟ କହିଥିଲ। ଏହା ଥିଲା ସେହି କର୍ମର ଅତି ସୂକ୍ଷ୍ମ ଫଳ। ତାପରେ ଯୁଧିଷ୍ଠିର ଦିବ୍ୟ ରୂପ ଧାରଣ କଲେ ଏବଂ ଶେଷରେ ପାଣ୍ଡବ, ଦ୍ରୌପଦୀ ଏବଂ ଯୁଧିଷ୍ଠିର ସମସ୍ତେ ସ୍ୱର୍ଗରେ ଏକତ୍ରିତ ହେଲେ। ମହାଭାରତ ଏହି ଅଧ୍ୟାୟ କେବଳ ଏକ ସ୍ୱର୍ଗଯାତ୍ରାର କାହାଣୀ ନୁହେଁ। ଏହା ଆମକୁ ମନେ ପକାଏ ଯେ ଅହଙ୍କାର କେତେ ବି ଛୋଟ ହେଉ, ତାହାର ଫଳ ନିଶ୍ଚୟ ମିଳେ। ଜ୍ଞାନର ଅହଙ୍କାର, ସୌନ୍ଦର୍ଯ୍ୟର ଅହଙ୍କାର, ଶକ୍ତିର ଅହଙ୍କାର, ପରାକ୍ରମର ଅହଙ୍କାର, ଧର୍ମର ଦୃଷ୍ଟିରେ ସବୁ ସମାନ। ଏବଂ ସେହି କାରଣରୁ ମହାପ୍ରସ୍ଥାନର ଏହି କାହାଣୀ ଆଜି ମଧ୍ୟ ମଣିଷ ଜୀବନର ସବୁଠୁ ବଡ଼ ଦର୍ପଣ ଭାବେ ଗଣ୍ୟ ହୁଏ। କାରଣ ଶେଷରେ ସ୍ୱର୍ଗର ଦ୍ୱାର ପରାକ୍ରମ ନୁହେଁ, ଧନ ନୁହେଁ, କୀର୍ତ୍ତି ନୁହେଁ, ବରଂ କର୍ମ, କରୁଣା ଏବଂ ନିଷ୍କାମତା ଖୋଲିଥାଏ।